ସ୍ତ୍ରୀ ରଶ୍ମିତାଙ୍କ ମୁହଁରେ ସ୍ୱାମୀ ସୁଧୀର ପାତ୍ରଙ୍କ ହତ୍ୟାର କାହାଣୀ। ଅପହରଣ ପରବର୍ତ୍ତୀ ଘଟଣା ପ୍ରେସ୍ ମିଟ୍ରେ ବଖାଣିଲେ ପତ୍ନୀ ରଶ୍ମିତା। ରାକ୍ଷସ ପାଲଟିଗଲେ ନିଜ ଘର ଲୋକେ। ସ୍ୱପ୍ନରେ ବି ଭାବିନଥିଲେ ନିଜ ଝିଆରୀ ଓ ପୁତୁରା ଏଭଳି ଜଘନ୍ୟ କାଣ୍ଡ ଘଟାଇବେ ବୋଲି। ଗୁମର ଫିଟିଲା ଜମି ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣା। ପତ୍ନୀ ବଡ଼ଜା ଓ ତାଙ୍କ ଭାଇଙ୍କ ଗିରଫ ଦାବି କଲେ ସୁଧୀରଙ୍କ ପତ୍ନୀ। ଭାଇ ଓ ଭଉଣୀ ବାହାରେ ରହିଲେ ନିଜ ପରିବାର ଜୀବନର ବିପଦରେ ବୋଲି କହିଛନ୍ତି ସୁଧୀରଙ୍କ ପତ୍ନୀ। ପୋଲିସ ଉପରେ ଭରସା ନଥିବା କରିବା ସହ ପରିବାରକୁ ସୁରକ୍ଷା ଦେଇପାରିଲେ ନାହିଁ। ତେଣୁ ପରିବାର ସୁରକ୍ଷା ଦାବି କରିଛନ୍ତି ସୁଧୀରଙ୍କ ପତ୍ନୀ। ସେପଟେ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାର ପୂରା କାହାଣୀ ଗଣମାଧ୍ୟମ ଆଗରେ ବଖାଣିଛନ୍ତି। କହିଛନ୍ତି ଅପହରଣ ପରେ 2 କୋଟି ଟଙ୍କା ମାଗିଥିଲେ ଅପହରଣକାରୀ। ଅପହରଣ ଘଟଣା ପରଠାରୁ ପୋଲିସ ସହ ଯୋଗାଯୋଗ ରହିଥିଲୁ। ହତ୍ୟାକାଣ୍ଡରେ ପରିବାର ଲୋକ ସମ୍ପୃକ୍ତି ଥିବା ପୋଲିସ ସୂଚନା ଦେଇଥିଲା। ଅପହରଣକାରୀଙ୍କ କଲ୍ ନମ୍ବରରୁ ପରିବାର ଲିଙ୍କ ପାଇଥିଲା ପୋଲିସ। ଝିଆରୀ 4 ମାସ ପୂର୍ବେ ସମ୍ପୃକ୍ତ ନମ୍ବର ସହ ଯୋଗାଯୋଗରେ ଥିଲେ। ବଡ଼ ଭାଇଙ୍କ ମୃତ୍ୟୁ ପରଠାରୁ ତାଙ୍କ ମନରେ ଅଶାନ୍ତି ଥିଲା। ଆଉ ଶାନ୍ତିରେ ବଞ୍ଚିବାକୁ ଦେବୁନି କହି ଧମକ ଦେଇଥିଲେ ସୁଧୀରଙ୍କ ଭାଉଜ। ଗଞ୍ଜାମ ଜିଲ୍ଲା କ୍ରାଇମ ପ୍ରତିନିଧି ସନ୍ଦେଶ କୁମାର ସାହୁଙ୍କ ରିପୋର୍ଟ, ଓଡ଼ିଶା ଦର୍ପଣ ନ୍ୟୁଜ୍। ଝିଅ ଯୋଉ ଫୋନଟା ଧରିଥିଲା ସେ ନମ୍ବରଟା ଗୋଟେ ଅନନୋନ ନମ୍ବର ଆସିଲା। ଝିଅ ନ ଉଠେଇକି ମୋତେ କହିଲା ମାମା ଦେଖ ହ୍ୱାଟ୍ସଆପ୍ରେ ଆଇଛି ଗୋଟେ ଅନନୋନ ନମ୍ବରଟି। ହଉ ମୁଁ କହିଲି ସିଏ ତ ଉଠେଇଲାନି। ମୁଁ କଥା ହେଲି। ସିଏ ଫାଷ୍ଟରେ ମୋତେ କହିଲା ସବୁ ତାଙ୍କେ କ'ଣ ପ୍ଲଟ୍ କୋଉଠି କରୁଛନ୍ତି ସେ ନାଁ କହିଲା। ମୁଁ ସେଥି ଭିତରେ କନଫ୍ୟୁଜ୍ ହେଇ ଆଉ ସେଟା ଶୁଣିପାରିଲିନି। ଖାଲି କହିଲା ମୁଁ ଉଠେଇ ଦେଇଛୁ ବୋଲା। ମୁଁ କହିଲି କ'ଣ ଉଠେଇଦେଲ? ନା ତାକୁ ମୋର ଉଠେଇ ଦେଇଛୁ ତାଙ୍କ ନାଁ ଧରିକି କହିଲା ତାଙ୍କୁ ଉଠେଇଛୁ ତାଙ୍କୁ। ସେଥି ଭିତରେ କଲ୍ କଟି ଯାଉଥିଲା। 3-4 ଥର ଯାଇ କଲ୍ କ୍ଲିୟର ହେଲା। କ୍ଲିୟର ହେଲା ପରେ ମୁଁ କିଛି ଭାବି ପାରିଲିନି। ତାପରେ ମୁଁ କିଛି ବୁଝିସିଲାନି। ମୁଁ ଆଉ ଗୋଟେ ନମ୍ବରଟିରେ ଭାଇ କହିଲେ ଦେଖେ କିଏ ଗୋଟେ ଫୋନ୍ କରୁଛି ତୁ ଖାଲି ଶୁଣେ ସାଇଲେନ୍ସ ହେଇକି ସେ କ'ଣ କହୁଛି ମୋତେ। ସେତିକି ଭିତରେ ଆଣ୍ଟି ସବୁ ଜମା ହେଇଗଲେ। ସେ ସାଙ୍ଗସାଥି ଖେଳ ସାଙ୍ଗମାନେ ସବୁ ଘରେ ଜମା ହେଇଗଲେଣି। ତାପରେ ଭାଇ ଆସିଲା। ସମସ୍ତେ ସେତେବେଳକୁ ମୁଁ କଥା ହେଉଛି ତା ସହିତ କଲ୍ କଟି ଯାଉଛି ସାଙ୍ଗେ ସାଙ୍ଗେ। ତା ପ୍ରଥମେ 12ଟା ଆସିଲା। ତା 10 ମିନିଟ୍ 15 ମିନିଟ୍ ଛାଡ଼ି ଆଉ ଥରେ ଗୋଟେ କଲ୍ ଆସିଲା। ତାପରେ ମୁଁ ଯେତେବେଳେ ସିରିୟସ୍ ନେଲିନି 2ଟା ସିଏ ମୋତେ ବାରମ୍ବାର କହୁଛି ତମ ଘରେ ସମସ୍ତେ ଜମା ସବୁ ପାର୍ଟନର ଅଛନ୍ତି। ମୁଁ କହିଲି ନାଇଁ ମୁଁ କାହାକୁ କିଏ ନାହାନ୍ତି ମୁଁ ଆଗ ଏକଲା ଅଛି ସେଠି କହିଲି। ହେଲେ ମୋତେ ବିଶ୍ୱାସ କଲାନି। କ'ଣ କହିଲା ନାଇଁ ମୋର ଲୋକ ଏଠି ମୋତେ ଖବର ଦେଉଛ ତମ ଘରେ ଗହଳି ଅଛି ବୋଲି। ତାପରେ ମୁଁ କହିଲି ନାଇଁ ସମସ୍ତେ ଖାଲି ହୁଅ ମୋ ଭାଇ ଏକା ରହିଲା ସମସ୍ତେ ଯାଅ ବୋଲି କହିଲି। ସମସ୍ତେ ଗଲେ। ତାପରେ ଆମେ ଭାଇ ଭଉଣୀ ଦାଣ୍ଡରେ ବସିଲୁ ଲାଇଟ୍ ବନ୍ଦ କରି। କିଏ ଆମ ଘର ଉପର ସାଇଡ଼ରେ କିଏ ଯିବା ଆସିବା ଆଉଥିବ ନଜର ରଖୁଥିବ ପୁରା ହେଲେ ବସିଲା। ତାପରେ ପୋଲିସ ଆସିଲେ। ପୋଲିସ ଆସିଲା ପରେ କିଏ କ'ଣ ଜାଣିଲା ତାପରେ ଲୋକ କ'ଣ କହିଲା ଇଏ ନେଇକି ବ୍ୟାଗ୍ ହେଇ ତାଙ୍କେ ଗଲେ ବାହାରକୁ ପଚାରିବା ପାଇଁ। ସେତିକି ଭିତରେ ଆମେ 2 ଭାଇ ଭଉଣୀ ଦାଣ୍ଡରେ ବସୁ ଲାଇଟ୍ ବନ୍ଦ କରି। କିଏ ଆମ ଘର ଉପରେ ନଜର ରଖୁଛି କିଏ ଆଉଛି ଯାଉଛି କରାଲେ। ସେତିକି ଭିତରେ ଆଉ ଥରେ ଭିଡ଼ିଓ କଲ୍ ଆସିଲା। ସାଙ୍ଗେ ସାଙ୍ଗେ ଦାଦା 3ଟା ଭିଡ଼ିଓ କଲ୍ 3-4ଟା ପଳେଇ ଆସିଲା। ମୁଁ ଦେଖିବା ଦୂରର କଥା ମୁଁ ସାଙ୍ଗେ ସାଙ୍ଗେ ଭାଇ ସେୟାର କଲି କାଲି ସେ କାଟିଦେବ ବୋଲି। ତାପରେ ମୋ ଭିଡ଼ିଓଟା କଟିଗଲା। ସେ ଭିଡ଼ିଓରୁ ଦେଖିଲୁ କ'ଣ। ତାପରେ ଆମେ ଭାଇ ଭଉଣୀ ବାହାରିଲୁ ନାଇଁ ଆମେ ଯିବୁ। ସେତେବେଳେ ପୋଲିସ ସାଙ୍ଗେ ସାଙ୍ଗେ ଆସି ଦାଣ୍ଡରେ ଠିଆ। ସେ କହିଲେ କ'ଣ କରିବା କ'ଣ। ମୁଁ କହିଲି ନାଇଁ ଦେଖ ତୋର ଭିଡ଼ିଓ ପଳେଇ ଆସିଲାଣି ଯାହା ହବ ହବ ଆମେ ଭାଇ ଭଉଣୀ ଯିବୁ ଆଗ। ଆମ ପାଖରେ କିଛି ନାହିଁ ସତ ମାତ୍ର ଦେଖିଲୁଣି ତ ଯିବୁ ନା ଯାହା ହେଲେ ମାରିବୁ କି ମରିବୁ ତ ସେଠି ଯିବୁ ନା। ଆମ ଲୋକ ଅଛି ଆମେ ଜାଣିଦେଲୁ ଏଥର। ଆମେ ଭାଇ ଭଉଣୀ ବାହାରିଲୁ ରାତିରେ। ତାଙ୍କେ କହିଲେ ବସ ଆମେ ଟିମ୍ କରୁ ଆମ ଆଗ ପଛ ହେଇକି ଆମେ ଯିବୁ। ସେତିକି ଭିତରେ ଅଧଘଣ୍ଟା କି 45 ମିନିଟ୍ ପଳେଇଥିବ। ତାପରେ ରାସ୍ତାରେ ଯାଉଛୁ ସେ ପ୍ରତି ଅଧଘଣ୍ଟା 15 ସିଆଡ଼ୁଆ କଲ୍ ଆସୁଛି ଆମ ତରଫରୁ ଯାଉନି କିଛି କଲ୍। ଯେତେବେଳେ ତା ଇଚ୍ଛା ଆସିଲ ବୋଲେ ହଁ। ତାପରେ ଇଏ ହର୍ନ ମାରିକି କହିଲା ଦେଖ ଆସୁଛୁ ଆମେ। ନା ଆମେ ନୂଆ ଜାଗା ଆମେ ଏପଟେ କେବେ ଆସିନୁ। ଆମେ ସମସ୍ତେ ପଚାରି ଆସୁଛୁ ରାସ୍ତା କପଡ଼େ। ସିଏ ଆସି ଆଉ ଥରେ ରାସ୍ତା ସେ ବିଶ୍ୱାସ ହେଲାନି। ତାକୁ କହିଲା ଭିଡ଼ିଓ କଲ୍ କରି ଦେଖ ତମର ଆଗ ପଛରେ କିଏ ଅଛି ପରା। ସେତେବେଳକୁ ପ୍ରାୟ ସକାଳ ହେଇଗଲାଣି 5ଟା ଉଜ୍ଜଳ ହେଇଗଲାଣି। ସେତେବେଳକୁ ସେ ଆଗ ପଛ ସବୁ ଦେଖିଲା ରୋଡ଼ ସୁନସାନ୍ ଆମେ 2 ଜଣ ଆଗ ଆସୁଛୁ। ମୋତେ ପଚାରିଲା କାହା ସହିତ ଆସୁଛୁ। ମୁଁ କହିଲି ନାଇଁ ମୋ ଭାଇ ସହିତ ଆସୁଛୁ। କହିଲା ଭାଇ କି ଜଗନ୍ନାଥ ପଦ ସହିତ ଆସୁଛୁ ସିଧା ହେଡ଼ାଟେ କହିଲା ମୋତେ। ମୁଁ ସେଠି ପୁରା ସକ୍ ହେଇଲି ଯେ ସେ ମୋ ଭାଇ ହେଲେ ଚିହ୍ନିଛି ସେ କିଏ ନିଜେ ଆମର ଏତେ ଖାସ୍ ଲୋକ। ମୋ ଶାଶୁଘର ପରିକି ସମସ୍ତେ ଚିହ୍ନିଛି ମୋ ମାଆର ପରିକି ସମସ୍ତେ ଚିହ୍ନିଛି। ସେଇଟା ମୁଁ କହିଲି ତୋତେ ହେଲେ ଚିହ୍ନିଛି ରେ କହିଲେ ଏମିତି କହୁଛି ସେ। କହିଲେ ହଉ ଚାଲ ଆଗକୁ ଚାଲ। ତାପରେ ଦେଖିଲା ଆଉ ଗଲା ପରେ ମୁଁ କହିଲି ନାଇଁ ମୋ ଫୋନ୍ ଏଥର ହବନି ମୋର ଏଥର କଲ୍ ମାନେ ମୋର ଚାର୍ଜ ସରିଗଲାଣି ଯାହା କଥା ହବ ଏଥର ଭାଇର ନମ୍ବରଟାରେ କଥା ହେ। ତାପରେ ସେ ନମ୍ବରଟା ତାଙ୍କୁ ଦେଲୁ। ସେ ନମ୍ବରରେ କଲ୍ ଯାହା କ'ଣ କଥା ହେବାର ଅଛି ସେ କଲରଟା କରୁ। ସେ ନମ୍ବରଟାରେ ଭିଡ଼ିଓ କଲ୍ କରି କେତେ ଦୂର ଆସିଲା କ'ଣ ଆଣିଛ ସବୁ ରାସ୍ତାରେ ଅଟକେଇ ଦେଖିଲା।
आम ब्रिज एपट साइड अच्छु ना विश्वास है भी आम गोटे दुकान पान दुकान छोटे चा दुकान कहले मो साइड को जगह आम जापार सी कहले से लोकटा कहला ना एडा जगह सी कहला तुम सी विश्वास कला आम एथर पहुँचलु सी कहला तुम एथर ब्रिज आर पारिक जाओ से आम लोक अच्छी तुम धरी जीव बोले ब्रिज सेपट पका जाइए आम छक जगीचु लोक भी आसी बस आम कि कथा कि जान साथी कौन धरी जाइए सीन तो किसी नहीं नी मुझे पिंधि से धरती मोर सुना जोड़ी कानर मुदी जी लगे से लगे मुझे से तो मागी सी मत कौन कहले आम 50 टी मिलची लक्ष कि टंका कि बता ना आम 50 टी मिलची मुंड काटापी तू जो 2 कोटी टाँग दबु बोले मुझे छाड़ी मुझे भी पचार मुझे नेबी सत मत छाड़ू ना ग्यारंटी कौन ना 100% से ग्यारंटी देती मुझे चाहूँ प्राण था बोला तो पाखे ऑप्शन ना मो पाखे ऑप्शन अच्छी मु मारिकी रखी से मोर चॉइस तो चॉइस ना तो पाखे गोटे ऑप्शन आनी बोले छाड़ी आपन जो कहले ब्रिज पको बोले को ब्रिज सेटा आस्का ब्रिज ना ब्रिज तो आगु को रे हां कहीं पुलिया छकरे मु मिसे पे कहले कहीं पुलिया छकरे से कहला हमर 2 जण आसीबो देखिबो तो बैग रे